ପରିଣତି ସ୍ୱରୂପ ସେ 20 ବର୍ଷରେ 25 ଥର ଟ୍ରାନ୍ସଫର ହେଇଛନ୍ତି। ଆପଣ ଲକ୍ଷ୍ୟ କରିଥିବେ 2-3 ଦିନ ହେଲା ବର୍ତ୍ତମାନ ଓଡ଼ିଶାରେ FSSAI ବାଲା ଟିକେ ଆକ୍ଟିଭ ହେଇଯାଇଛନ୍ତି। ଓଡ଼ିଶାର ବଡ଼ ବଡ଼ ମେଟ୍ରୋ ଟାଉନରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏଇଭଳିଆ ସହର ମାନଙ୍କରେ ମାନେ ଛେନା, ପନିର ଏସବୁ ଜିନିଷକୁ ରେଡ୍ କରିବାରେ ବ୍ୟସ୍ତ ଅଛନ୍ତି। ହେଲେ ଆର ଅସଲି କାରଣ କ'ଣ? ଆମର FSSAI ବାଲା ସାଧାରଣତଃ ଯେତେବେଳେ ଧନୁଯାତ୍ରା ହବ କିମ୍ବା କଟକରେ ବାଲିଯାତ୍ରା ହବ ସେତେବେଳେ ସେମାନେ ଟିକେ ଆକ୍ଟିଭ ରୁହନ୍ତି। ଆମେ ମିଡିଆରେ ଦେଖୁଛୁ କିଏ ଗୁପଚୁପ ବିକୁଥିବ, କିଏ ଠେଲାରେ ପୁରୀ ବିକୁଥିବ, କାହାର ଟିକେ ନିଖେ ବାସି ତରକାରୀ ରହିଯାଇଥିବ, କିଏ ମଟନ ବିକୁଥିବ। ଏଇ ଛୋଟିଆ ମୋଟିଆ ଲୋକ ଉପରେ ଏମାନେ ରେଡ୍ କରିବାର ଉସ୍ତାଦ। ଆଉ ବର୍ଷ ସାରା ଏମାନଙ୍କର କାର୍ଯ୍ୟକଳାପ ବିଶେଷ ଦେଖି ହୁଏ ନାହିଁ। ହେଲେ ଏବେ କାହିଁକି ମାନେ ଏତେ ଆକ୍ଟିଭ ଜଣା ପଡୁଛନ୍ତି? ଆର ଅସଲି କାରଣ ହେଲା ଏବେ ଆଙ୍କୁ ମହାରାଷ୍ଟ୍ରର ପ୍ରଭାବଟା ପଡ଼ିଯାଇଛି। ମହାରାଷ୍ଟ୍ରର ପ୍ରଭାବ କ'ଣ ଆପଣ ଭାବୁଥିବେ? ଏହା ହେଇଛି କ'ଣ ନା ମହାରାଷ୍ଟ୍ରରେ ଜଣେ FDA ଅଫିସର କମିଶନର ଜଣେ ଯୋଗ ଦେଇଛନ୍ତି। FDA ମାନେ ଫୁଡ୍ ଆଣ୍ଡ ଡ୍ରଗ୍ସ କମିଶନର ଯୋଗ ଦେଇଛନ୍ତି। ସିଏ ଏବେ ଜଏନ୍ ହବାର 2 ମାସ ଭିତରେ ତାଙ୍କର କାର୍ଯ୍ୟକଳାପଟା ସାରା ଭାରତରେ ଏଇଭଳିଆ ପ୍ରଚାର ହେଇଛି ଯୋଉଟା କି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ସିଏ ଛୋଟିଆ ମୋଟିଆ ଲୋକକୁ ହାତ ମାରୁନାହାନ୍ତି। ସିଏ ପ୍ରଥମେ ଆକ୍ରମଣ କଲେ ଶାହରୁଖ ଖାନ, ଅଜୟ ଦେବଗନ ଆଉ ଗୋଟେ ଟାଇଗର ଶ୍ରଫ, ଏ 3ଟା ସିନେମା ହିରୋକୁ ଆକ୍ରମଣ କଲେ। ତାଙ୍କୁ ନୋଟିସ୍ ପଠେଇଦେଲେ 15 ଦିନ ନୋଟିସ୍। 15 ଦିନ ଭିତରେ ତମେ ଯୋଉ ଆଡଭାର୍ଟାଇଜମେଣ୍ଟ କରିଛ ବିମଲ ପାନ ପୁଡ଼ିଆର ତାର ଉପରେ କ୍ଲାରିଫିକେସନ ଦିଅନ୍ତୁ। କାହିଁକି ସେଇଟା ହଉଛି ମହାରାଷ୍ଟ୍ର ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଛି। ସେ ନିୟମକୁ ଉଲ୍ଲଂଘନ କରିକି ତମେ କାହିଁକି ଆଡଭାର୍ଟାଇଜମେଣ୍ଟ କଲ ତାର ଉତ୍ତର ମାଗିଛ। ଆଉ 15 ଦିନ ଭିତରେ ଯଦି ନ ଦେଲେ 10 ଲକ୍ଷ ଟଙ୍କା ନୋଟିସ୍ ଫାଇନ ଦେବା ପାଇଁ ମଧ୍ୟ ନୋଟିସ୍ ହେଇଛି। ତାପରେ ଆଉ ଗୋଟେ ଘଟଣା ଦେଖନ୍ତୁ। ଏଇ ସେ ବ୍ୟକ୍ତିର ନାଁ ହଉଛି, ଅଫିସର ନାଁ ହଉଛି ତୁକାରାମ ମୁଣ୍ଡେ। ଏଇ ତୁକାରାମ ମୁଣ୍ଡେ ଜଣେ ତେଲ ବ୍ୟବସାୟୀ, ତାର ଦୋକାନକୁ ରେଡ୍ କଲେ। ସେଠି 3 କୋଟି ଟଙ୍କାର ତେଲ ସେ ସିଜ୍ କଲେ, ଏଡିବୁଲ ଅଏଲ, ଖାଇବା ତେଲ, ଯୋଉଟା କି କ୍ୱାଲିଟି ନଥିଲା। ସିଏ ଗଲେ ତା ଏଗନେଷ୍ଟରେ କୋର୍ଟକୁ ଗଲେ, ହାଇକୋର୍ଟ କହିଲେ ତମେ କ'ଣ ବାରମ୍ବାର ସବୁ ପ୍ରାଇଭେଟ ଇନଷ୍ଟିଚ୍ୟୁଟକୁ, ପ୍ରାଇଭେଟ ବ୍ୟବସାୟୀକୁ କାହିଁ ହଇରାଣ କରୁଛ? କ'ଣ ସରକାରୀ ସଂସ୍ଥା ଗୁଡାକ ସବୁ ଠିକ ଅଛି କି? ଯେତେବେଳେ କୋର୍ଟ ତାଙ୍କୁ ଭର୍ସନା କଲେ, ସିଏ କ'ଣ କଲେ, କୋର୍ଟରୁ ବାହାରିବା ସାଙ୍ଗେ ସାଙ୍ଗେ ସିଧା କୋର୍ଟର କ୍ୟାଣ୍ଟିନରେ ହିଁ ପହଞ୍ଚିଗଲେ। ଆଉ ସେ କୋର୍ଟ କ୍ୟାଣ୍ଟିନର 3ଟା କ୍ୟାଣ୍ଟିନ ଭିତରୁ 2ଟା କ୍ୟାଣ୍ଟିନକୁ ସିଜ୍ କରିଦେଲେ। ଗୋଟେ ଅନହାଇଜେନିକ ସିଚୁଏସନରେ କ୍ୟାଣ୍ଟିନ ଗୁଡାକ ଚାଲିଛି ବୋଲି ସିଲ୍ କରିଦେଲେ। ତା ବାଦ ଆପଣ ଶୁଣନ୍ତୁ, ରିଲାଏନ୍ସ ଅମ୍ବାନୀ ବାଲାକୁ ହାତ ମାରିବାଟା ସହଜ କଥା କି? ସିଏ ରିଲାଏନ୍ସର ଫୁଡମାର୍ଟ, ଡୋମିନୋ ଆଉ ପିଜା ହଟ୍ ଆଉ ବ୍ଲିଙ୍କିଟ୍ ଏଇଭଳିଆ ବଡ଼ ବଡ଼ ସଂସ୍ଥା ଯୋଉମାନେ କି ଡୋର ଡେଲିଭରି ଯୋଗାଉଛନ୍ତି ଖାଇବା ଜିନିଷ, ସେମାନଙ୍କର ଡାର୍କ ରୁମରେ ପଶିଗଲେ। ଡାର୍କ ରୁମର ଅର୍ଥ ହେଲା ଯୋଉଠି এই ଖାଦ୍ୟଶସ୍ୟ ଗୁଡାକ ସେମାନେ ସୁରକ୍ଷିତ ରଖିଥାନ୍ତି, ଯୋଉଠୁ ସେ ପ୍ୟାକିଂ କରିକି ଲୋକମାନଙ୍କୁ ପଠାନ୍ତି। ଆଉ ସେଇ ଡାର୍କ ରୁମର ଯୋଉ ପରିସ୍ଥିତି, ଯୋଉ ପ୍ରକାରର ମାନେ ଖାଦ୍ୟଶସ୍ୟ ରଖିବାର ତାଙ୍କର ଢଙ୍ଗରେ ସେ ଏତେ ବିରକ୍ତ ହେଇଗଲେ, ସେ ଅନ୍ ସ୍ପଟ୍ ସେମାନଙ୍କର ଲାଇସେନ୍ସ ହିଁ କ୍ୟାନସେଲ କରିଦେଲେ। ଆଉ ସେ ଡାର୍କ ରୁମ୍ ଗୁଡାକୁ ସିଜ୍ ହିଁ କରିଦେଲେ। ଆଉ ତା ବାଦେ ବହୁତ ଗୁଡିଏ ମାନେ ଲକ୍ଷ ଲକ୍ଷ ଲିଟର ଟନର ସିନ୍ଥେଟିକ କ୍ଷୀର, ଯୋଉଟା କି ୟୁରିଆରେ ଆଉ ତମର ସାମ୍ପୁ ୟୁଜ କରିକି ସେଠି ବନା ହଉଥିଲା, ତାର ଫ୍ୟାକ୍ଟ୍ରି ସିଜ୍ କଲେ। ବହୁତ ଗୁଡିଏ କ୍ଷୀର, ପନିର, ଖୁଆ, ଖାଇବା ତେଲ, ବହୁତ ଗୁଡିଏ ଜିନିଷ ସିଜ୍ କରୁଛନ୍ତି, ତାର ହିସାବ ନାହିଁ। ଆଉ ତାପରେ ଷ୍ଟ୍ରିକ୍ଟଲି ସେ ଅର୍ଡର କରିଛନ୍ତି, ସ୍କୁଲର 100 ମିଟର ବାଉଣ୍ଡରୀ ଭିତରେ, ମାନେ ଏରିଆ ଭିତରେ, ରାସ୍ତା ସାଇଡର କୌଣସି ଚକୋଲେଟ ଦୋକାନ, ବିସ୍କୁଟ ଦୋକାନ, ଡ୍ରିଙ୍କସ, କୁରକୁରେ, ଏଇଭଳିଆ ଯୋଉ ଫାଷ୍ଟ ଫୁଡ, ମାନେ ଯେତିକି ଜଙ୍କ ଫୁଡ, ଏ ସବୁ ଜିନିଷ ମନା କରି ବିକିବା ପାଇଁ ଟୋଟାଲି ମନା। ସେଇଭଳିଆ ସିଏ ଅର୍ଡର କରିଛନ୍ତି। ଆଉ ଯିଏ ଫାଇନ ମାନେ ଡେଭିଏସନ କରୁଛି ତାକୁ ସିଧା ଜେଲ୍। 10ଟା FIR ହେଇଛି,
9 लोक को ऑलरेडी अरेस्ट होई भलिया जो प्रकार माने धड़ाधड़ एक्शन नौचंती एथिरे साधारण जनता भारी खुशी। तेणु सोशल मीडिया हो तुम न्यूज मीडिया इलेक्ट्रोनिक मीडिया सब देखिए खाली चर्चा से जड़े यहाँ प्रथम पोस्टिंग नहीं सी आप दक्षता जाना गोटे जिन जानतु कार्यकाल सरकारी चाकरी 20 वर्ष बर्तमान बीती आ 20 वर्ष भितर से 25टा जगह को ट्रांसफर होती जो 25 नंबर पोस्टिंग हूँ एफडीए कमिशनर ता पूर्व से कलेक्टर थिले रोड एंड ट्रांसपोर्ट डिपार्टमेंट थिले आ जो जगह को जीवे सी एते ऑनेस्ट ना सेठिकार कर्मचारी मन माने सहित काम करिया ऑफिस स्टाफ आसिला 11टा सी ऑफिस 9टा आधे आसिकी माने पदार्पण तो ऑफिसर माने डरती ना सी एमएलए को खातिर करती ना मंत्री को ना एमपी को ना कौन कर्मचारी को ना कौन पावर को ना कौन खातिर करते से भाया गोटे साधु ऑफिसर भारत रे जे जने साधु आ सचोट ऑफिसर काम करवा केते कष्टकर आपण माने जानिचंती तार परिणत स्वरूप से 20 वर्ष रे 25 थर ट्रांसफर होइचंती किंतु तांकर से नो कॉम्प्रोमाइज पॉलिसी जो सी आज तांके बड़ सफलता पाइचंती जाको आज भारत सारा प्रशंसा करूची से जहाँ भी हो मोर कहवा कथा भारत रे गोटे साधारण जनतार माने मौलिक अधिकार जोटा कि उत्तम स्वास्थ्य उत्तम खाद्य उत्तम स्वास्थ्य माने औषध 3टा जाक जिनस आवश्यकता अच्छी तार मौलिक आवश्यकता आ सरकार कर्तव्य रही ये जो मिनिमम बेसिक नीड्स रही लोक सेटा जगैया कथा कहीं सरकार माने ये सब प्रति उदासीन सरकार डिपार्टमेंट खोली देछि कौन तुकाराम मुंडे कौन भारत जड़े ही अधिकारी पाखे स्पेशल पावर अच्छी कि ये सब जिनस माने जो माने नकली खाद्य नकली औषध उपरे एक्शन नबार राज्य मानकर जो ऑफिसर मान अच्छा कौन करुछंती से माने कौन निघोड़ निद्रा शोइचंती ना तांको देश राज्य में कौन प्रकार अपमिश्रण हो नहीं ना नियम उल्लंघन हो नहीं ना कौन औषध दुकान रे किसी दुर्नीति नहीं ना सब क्षीर पूरा जर्सी गाय क्षीर कहीं करूना यहीटा गोटे बड़ रेकेट रेकेट कौन ए द्वारा अनेक लोक बंचुंट तुम प्राइवेट मेडिकल वाला ये माले माले हम लोक बेमार हेले तो मेडिकल को जीवे जिते लोक बेमार हेबे जीवन प्रति विपद आसो इन्शुरेंस कंपनी वाला लाभ हम लोक स्वास्थ्य ना इन्शुरेंस ही करेबे आ ये 2टा इंडस्ट्री जदि चलो भल चलो से टैक्स पैसा देवे से टैक्स पैसा सरकार पाइबे सरकार को लाभ अच्छी ता बाद जो दुर्नीति कर ऑफिसर मान रही से मासिक चांदाटा प्रति मासरे कोटाटा जहाँ जमी पाइबाटा तांके पाउथिले असुविधा कार हो समस्त लाभ होता आ तुकाराम मुंडे भाया जदि गोटे 2टा जदि ऑफिसर बाहरी पड़े यहीटार जदि लाभ कार हम साधारण जनता हम नहले साधारण जनता भगवान भरोसा ही बंचा कथा तो कौन भावुं आप बिरजा टॉक रे ओपिनियन देवी।